বড় প্রসঙ্গ হচ্ছে যে কংগ্রেস ଗୋଟେ বড় অভিযোগ করছে যে বিজু জনতা দଳର ସୁଜାତାଙ୍କର ଏଣ୍ଟ୍ରି ଭାରତୀୟ ଜନତା ପାର୍ଟିର ବର୍ତ୍ତମାନର ସ୍ଥିତି ଯଦି କହିବା ତାହେଲେ କଂଗ୍ରେସକୁ ଫାଇଦା ଦେବ ଏଟା କଂଗ୍ରେସ ଆଗକୁ ବଢିବ ଆଗାମୀ ସମୟରେ ବୋଲି ଭୁକ୍ତ ଦାସ କହୁଛନ୍ତି। ଏଟା ତାଙ୍କର ସ୍ୱପ୍ନ ସ୍ୱପ୍ନ ଦେଖିବାକୁ କାହାକୁ ମନା କରାଯାଇ ନପାରେ। ତାଙ୍କର ଯେଉଁ ଦୁଇଟା ରାଲି କରିଥିଲେ ଏବେ ଭୁବନେଶ୍ୱର ଏବଂ ସମ୍ବଲପୁରରେ ସେ ରାଲିରୁ ତାଙ୍କର କେତେ ଶକ୍ତି ଅଛି କେତେ ସାମର୍ଥ୍ୟ ଅଛି ଏବଂ ଭବିଷ୍ୟତର ତାଙ୍କର ପାର୍ଟି କେତେ ଗ୍ରହଣୀୟ ହେବ ତାହା ପ୍ରମାଣିତ ହେଇଯାଇଛି। ତ ସେମାନେ ଯେମିତି ବେଲ ପାଚିଲେ କାଉର କିଛି ଲାଭ ନାହିଁ, କେଉଁ ଜାଗାରେ କ'ଣ ହେଲେ ବି କଂଗ୍ରେସର କିଛି ଲାଭ ନାହିଁ। କଂଗ୍ରେସକୁ ଓଡ଼ିଶାବାସୀ ଗ୍ରହଣ କରିବାର ସ୍ଥିତିରେ ନାହାନ୍ତି। ଏକ ଦୁଇରେ ଯେଉଁ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ଆଇଲେ ୟା ଦ୍ୱାରା ସେମାନେ ଖୁସି ହେଉଥାଇପାରନ୍ତି। ମୁଁ କୌଣସି ତାଙ୍କର ରାଜନୈତିକ ସେ ଏମ୍ପି ଥିଲେ ନା ଏମ୍ଏଲ୍ଏ ଥିଲେ ନା ରାଜନୈତିକ ଯୋଗ୍ୟତା ନା ଦକ୍ଷତା କ'ଣ ଅଛି ତାଙ୍କର ଯେ ସେ ବହୁତ ଭଲ ଫଳାଫଳ କରିବେ। ଓଡ଼ିଶାର 30ଟା ଜିଲ୍ଲାର ନାଁ ଧରିପାରିବେନି। ତ ଏଇସବୁ କଥା ଗୁଡ଼ାକ କେବଳ ଗୋଟିଏ ପ୍ରହଳିକା ଖାଲି ସୃଷ୍ଟି କରୁଛନ୍ତି, କିଛି ଏଥିରେ କିଛି ଲାଭ ନାହିଁ। ଆଉ ରହିଲା ବିଜେପିର କଥା, ବିଜେପିରେ ଆମେ ଯେଉଁ ଯେଉଁ ଜିନିଷ କହିଥିଲୁ ତା ଗୋଟେ ପରେ ଗୋଟେ ଆମେ କରିଯାଉଛୁ ଏବଂ ଆମେ 5 ବର୍ଷ ପରେ ଆମେ ଯେଉଁ ନିର୍ବାଚନ ଇସ୍ତାହାର ଦେଇଥିଲୁ ସେ ନିର୍ବାଚନ ଇସ୍ତାହାରକୁ ଆମେ ପୁରାପୁରି କାର୍ଯ୍ୟକାରୀ କରିବୁ। ଆମେ ତ ରାଜ୍ୟସଭାରେ ବିଜେଡି ସହିତ ନିର୍ବାଚନ ବୁଝାମଣା କରିନଥିଲୁ ନା, କଂଗ୍ରେସ ବାଲା କରିଥିଲେ। ତ ଆମେ ସେ ଯେମିତି କହିଲେ ତ ତାଙ୍କର ଯେଉଁ ଚାରିତ୍ରିକ ଜିନିଷ ଦେଖାଯାଉଛି ସବୁ ଅଣ ବିଜେପି ଦଳ ଯେଉଁମାନେ ବିଜେପି ବିରୁଦ୍ଧରେ ଅଛନ୍ତି ସମସ୍ତେ ଏକଜୁଟ ସେ ଇଣ୍ଡିଆ ଗଠବନ୍ଧନ କରିବେ କି କ'ଣ କରିବେ ସେମାନେ ନିଷ୍ପତ୍ତି କରିବେ। ଆମେ ତ କାହାର ସହିତ ଯିବାର ନାହିଁ ନା, ଆମେ ତ ଅଛୁ, ଆମେ ଏକୁଟିଆ ଜିତିଛୁ। ଏକୁଟିଆ ଯଦି ଆମେ ଜିତି ପାରିବୁ ତାହେଲେ ଅନ୍ୟର ସାହାଯ୍ୟ ନେବାର ଆମର କ'ଣ ଆବଶ୍ୟକତା ଅଛି। ନବୀନ ବାବୁ ନିଜେ କନଫ୍ୟୁଜଡ ଅଛନ୍ତି ଯେ କାହାର ନେତୃତ୍ୱରେ ଲଢ଼ାଯିବ, ପାର୍ଟିର ନେତୃତ୍ୱ କିଏ ନେବ, ସେଥିପାଇଁ ସେ କଥାଟା କହିଲେ। କର୍ମୀ ବର୍ତ୍ତମାନ ବି ଦ୍ୱନ୍ଦ୍ୱରେ ଅଛନ୍ତି। କର୍ମୀ ବର୍ତ୍ତମାନ କିଏ ତୁମେ କହୁଛ, ମାନେ ଅନ୍ୟମାନେ କହୁଛନ୍ତି ସୁଜାତା ମ୍ୟାଡାମ ନେତୃତ୍ୱ ନେବେ, କିଏ କହୁଛି ନବୀନ ପଟ୍ଟନାୟକ ନେତୃତ୍ୱ ନେବେ। ତ ନେତୃତ୍ୱ କିଏ ନେବ ଯେ ପ୍ରଥମେ ସେମାନେ ନିଷ୍ପତ୍ତି କରିଦିଅନ୍ତୁ, ତାପରେ ଶୁଣନ୍ତୁ ଭେଟିବାର କିଛି ମନା ଅଛି କି? କଂଗ୍ରେସ ନେତାମାନଙ୍କୁ କଂଗ୍ରେସ କର୍ମୀ ମାନେ ଭେଟୁନାହାନ୍ତି କି? ଲୋକ ଗ୍ରହଣ କଲେ ସେ ନା। କାର୍ତ୍ତିକେୟନର କ'ଣ ସାକ୍ରିଫାଇସ୍ ଏମିତି ଅଛି ଯେ ସୁଜାତା କାର୍ତ୍ତିକେୟନଙ୍କର ଓଡ଼ିଶାବାସୀଙ୍କ ପ୍ରତି ତାଙ୍କୁ ଗ୍ରହଣ କରିବେ? ଗୋଟିଏ କଥା କ'ଣ ସାକ୍ରିଫାଇସ୍ ଅଛି ଓଡ଼ିଶା? ସାଧାରଣ କର୍ମୀ ହିସାବରେ ନବୀନ ଭୂଷଣ କହିଲେ ଜଏନ୍ କଲେ। ଦେଖନ୍ତୁ ସେଟା ସାଧାରଣ ତାଙ୍କ ଦଳୀୟ ମ୍ୟାଟର। ଦିନେ ଯେତେବେଳେ ତାଙ୍କର ପତି ସମଗ୍ର ଓଡ଼ିଶାକୁ ପରିଚାଳନା କରୁଥିଲେ ସେଥିରେ ସେ ଭାବୁଛନ୍ତି କି ତାଙ୍କର ପତିଙ୍କର ଜରିଆରେ ତାଙ୍କର ପତ୍ନୀ ଓଡ଼ିଶାକୁ ପରିଚାଳନା କରିବେ। ଆଉ କେବଳ ନା ହେବ ସୁଜାତା କାର୍ତ୍ତିକେୟନ, କିନ୍ତୁ ଯେଉଁ ପାଣ୍ଡିଆନ ଯେଉଁ ଭଳିଆ ଶାସନ ଦୀର୍ଘ ଦିନ ଦେଇକରି ଓଡ଼ିଶାକୁ ଦେଇଥିଲେ ସେଇଭଳିଆ ଶାସନ ସେଇଭଳିଆ ଯିବ। କେବଳ ଛାୟା ରହିବେ ସୁଜାତା, ବାକି ସବୁ କାମ କରିବେ ପାଣ୍ଡିଆନ। ନବୀନ ପଟ୍ଟନାୟକଙ୍କ ସମୟରେ ବି ସବୁ କାମ ତ ସେଇ କରୁଥିଲେ ନା। ତ ଏଇଟା ବିଜେଡି ପାର୍ଟି ମତେ ଆଗାମୀ ଦିନରେ ଉଧେଇବ ଆଉ ଭଳିଆ ଲାଗୁନି। କଂଗ୍ରେସ ଉଧେଇବନି କି ବିଜେଡି ଉଧେଇବନି। କର୍ମୀ ଅଛନ୍ତି କୁଆଡେ ଯେ ଉତ୍ସାହିତ ହେବେ? କର୍ମୀ ତ ସବୁ କୁଆଡେ ପଳେଇଲେଣି। କର୍ମୀ କୋଉଠି ଅଛନ୍ତି କହୁଛ? ବିଜେଡି ଏବେ ରାଲିଟେ କରୁ ଭୁବନେଶ୍ୱରରେ, କେତେ କର୍ମୀ ଆଇବେ ତାଙ୍କର। ଆଉ ଯାହା କିଛି ଥିଲା ସେମାନେ ଯେଉଁ ଟ୍ରଷ୍ଟ କରିକିରି ତାଙ୍କର କେତେ ଟଙ୍କା ହେତିକି ଟଙ୍କା ଆଇଲା କୋଉଠୁ? ତାହେଲେ ଯଦି ଟ୍ରଷ୍ଟରେ ଏତିକି ଟଙ୍କା, ନବୀନ ବାବୁଙ୍କ ପାଖରେ କେତେ ଟଙ୍କା, ପାଣ୍ଡିଆନ ବାବୁଙ୍କ ପାଖରେ କେତେ ଟଙ୍କା, ଆଉ ପ୍ରେମଚନ୍ଦ ବାବୁ ପାଖରେ କେତେ ଟଙ୍କା, ପ୍ରେମଚନ୍ଦ ବାବୁଙ୍କ ପୁଅ ପାଖରେ କେତେ ଟଙ୍କା, ସବୁ
କେତେ କେତେ ଟଙ୍କା ସବୁ ଅଛି ଖୋଲତାଡ଼ କରିବା। କିନ୍ତୁ ଏଇଟା ତ ଟସଲ ଚାଲିବ। ଗୋଟିଏ ଲୋକ ରାତି ରାତି ଆସିକରି ଗୋଟିଏ ପାର୍ଟିର ନେତୃତ୍ୱ ନେଇଯିବ ଆଉ ବାକିମାନେ ସମସ୍ତେ ଦେଖୁଥିବେ, ଏଇଟା କେବେ ବି ଗୋଟିଏ ଲୋକକୁ ଗ୍ରହଣୀୟ ହେବ ନାହିଁ। ଅନେକ ଲୋକ ଅଛନ୍ତି, ରାଜା ସ୍ୱାଇଁ କ'ଣ ଗ୍ରହଣ କରିଦେବେ? ଏମିତିଆ ବହୁତ ଲୋକ ଅଛନ୍ତି। ମୁଁ ସଭାପତିଙ୍କ ଷ୍ଟ୍ରାଟେଜି ବିଷୟରେ ଜାଣିନାହିଁ, କିନ୍ତୁ ବିଜେପି ପାର୍ଟିରେ ସମସ୍ତେ ଜଣେ ଜଣେ କର୍ମୀ। ମନମୋହନ ସାମଲ ବି ଜଣେ କର୍ମୀ, ଆଉ ଜୟନାରାୟଣ ମିଶ୍ର ବି ଗୋଟେ କର୍ମୀ, ଆଉ ବାକି ତଳ ସ୍ତରରେ ବୁଥ ସ୍ତରରେ କାମ କରୁଥିବା କର୍ମୀ। ଆମେମାନେ ସମସ୍ତଙ୍କର ସମନ୍ୱୟରେ କାମ କରିଥାଉ। ଆଉ ଗୋଟେ ସମସ୍ତଙ୍କର ଗୋଟେ ସାମୂହିକ ନିଷ୍ପତ୍ତି ହେଇଥାଏ। ତ ମୋତେ ଲାଗୁନାହିଁ ଯେ କିଛି ଖରାପ ହେବ। ଯେଉଁଟା ମନମୋହନ ବାବୁ କରୁଛନ୍ତି ବହୁତ ଭଲ କରୁଛନ୍ତି, ଆଗକୁ ଆଉ ଭଲ ହେବ ବୋଲି ଆଶା କରୁଛି। ଦେଖନ୍ତୁ, ସେ ଫାଇଲଟାକୁ କୌଣସି ହିସାବରେ ବାହାର କରିବାର ଆବଶ୍ୟକତା ରହିଛି। ଆଉ ସେ ଫାଇଲ ଯଦି ନ ମିଳିବ ଯଦି ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କର ସରସ୍ୱତୀଙ୍କର ହତ୍ୟାକାଣ୍ଡର କୌଣସି ଦିଗ ବାହାରିବନି। ଏବଂ ଏଇ ସରକାର ହେଲା ଦିନଠୁ ଏବଂ ପୂର୍ବରୁ ବି ମୁଁ ଚାରିଟି ହତ୍ୟାକାଣ୍ଡର ବିଷୟରେ ସିବିଆଇକୁ ଦେବା ବିଷୟରେ ମୁଁ କହି ଆସୁଛି। 1 ନବ ଦାସ ହତ୍ୟାକାଣ୍ଡ ମଧ୍ୟ ସିବିଆଇ ତଦନ୍ତ ପରିସରକୁ ଆଇବା କଥା। 2 ନମ୍ବର ଜିନିଷ ହେଲା ଯେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାଣ୍ଡ ମଧ୍ୟ ସିବିଆଇର ତଦନ୍ତ ପରିସରରେ ଆସିବା କଥା। ଆଉ ଏଇ ଯେଉଁ କଳାହାଣ୍ଡିର ମମିତା ଏବଂ ତାର ଆଉ ଜଣେ ଯେଉଁ ଜେଲ ଭିତରେ ମୃତ୍ୟୁ ହେଲା, ସେଟା ବି ହେବା କଥା। ଆଉ ଏଇ ଯେଉଁ ମାହାଙ୍ଗା ଟ୍ରିପଲ ମର୍ଡର କଥା ବି ଆସିବା କଥା। ଇଏ ଆମର ନୟାଗଡ଼ର ଯେଉଁ ପରୀ ହତ୍ୟାକାଣ୍ଡ ବି ଏସବୁ ଗୁଡ଼ାକ ତଦନ୍ତ ପୁନର୍ବାର ହେବା କଥା ଏବଂ ଯେଉଁମାନେ ପ୍ରକୃତରେ ଦୋଷୀ ତାର ଉପରେ କାର୍ଯ୍ୟାନୁଷ୍ଠାନ ହେବା କଥା। ଫାଇଲଟି ଗାୟବ କେମିତି ହେବ? ଫାଇଲଟି ମନେକର ଗୋଟିଏ ଫାଇଲ ମୁଁ ବାହାର କଲି, ଡିଲିଂ ଆସିଷ୍ଟାଣ୍ଟ, ତ ସେ ଫାଇଲଟା ସେ କାହା ପାଖକୁ ଯାଉଛି, ସେ ଖାତାରେ ରେଜିଷ୍ଟର୍ଡ ହେବ, ଚୋରି କେମିତି ହେଇଯିବ? ଏଇଟା ମୋତେ ତ କାହିଁ ବିଶ୍ୱାସ ହଉନି। ଚୋରି ଯଦି ହେଇଥିବ ବୋଲେ ଯେଉଁମାନେ ଚୋରି କରିଛନ୍ତି ତାଙ୍କ ନାଁ ତ ରେଜିଷ୍ଟର୍ରେ ଥିବ ନା, ତାର ଉପରେ ଇମିଡ଼ିଏଟ୍ ଆକ୍ସନ୍ ହେବାର କଥା। ଅବିଳମ୍ବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା। ଅବିଳମ୍ବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଅନେକ ତଥ୍ୟ ବାହାରିବ, ତାକୁ ପୁଲିସ କଷ୍ଟଡିରେ ନେଇକି ତାକୁ ତଦନ୍ତ କରିବାର କଥା। ଛାନବିନ ହେଉଛି, ବାହାରିବ। ଫାଇଲ କୁଆଡ଼େ ଯିବ? ବାହାରିବ। ଚିରି ଚାରି ଦେଇଥିବେ, କ'ଣ କରିଥିବେ, କିନ୍ତୁ ଫାଇଲଟା ବାହାରିବ। ଫାଇଲ କିଏ ନେଇଛେ, କ'ଣ ନେଇଛେ, କ'ଣ ବାହାରିବ। ରେକର୍ଡ ମେଣ୍ଟେନ ହୁଏ। ଗୋଟେ ଅଫିସରେ ଆପଣମାନେ ବି ଗୋଟିଏ ନ୍ୟୁଜଟେ ଦେଲେ, କିଏ ଏଇ ନ୍ୟୁଜଟା ଦେଇଛି, ଏଇଟା କ'ଣ ଆପଣଙ୍କର ଏଇଠି ରେକର୍ଡ ହେଉନାହିଁ? ଫାଇଲଟା ମନେକର, ଏ ଫାଇଲଟା କେଉଁ ସେକ୍ସନରେ ଡିଲିଂ କ୍ଲାର୍କ କିଏ, ତାର ଡିଲିଂ ଅଫିସର୍ସ କିଏ, କ'ଣ ରେକର୍ଡ ନଥିବ? ଫାଇଲଟା ମନେକର କିଏ ଗୋଟେ ମାଗିଲା ରେଜିଷ୍ଟରରେ ନଥିବ, କିଏ ଫାଇଲ କଲଫର କଲା ଲୋକର ନାଁ ଥିବ, ସେ ଫେରେଇଲା କି ନେଇ ତାର ନାଁ ଥିବ। ଆମେ ବି କିଛି ଦିନ ପ୍ରଶାସନରେ ଥିଲୁ, ଆମେମାନେ ବି ଯେଉଁ ଆମର ହିସାବରେ ହୁଏତ ଫାଇଲ ଏପଟ ସେପଟ ହେଇଯାଇଥାଇପାରେ, କିନ୍ତୁ ଫାଇଲ ଚୋରି ହେବାଟା ମୋତେ କାହିଁ ଗ୍ରହଣ ଲାଗୁନାହିଁ। ବେସିକାଲି ନବୀନ ବାବୁ ନିଅନ୍ତୁ କି ଯିଏ ମୁଖ୍ୟମନ୍ତ୍ରୀ ଥିଲାବେଳେ ନିଅନ୍ତୁ, ଫାଇଲ ଯଦି ଚୋରି ହେଇଛି କି ଫାଇଲର କୌଣସି ଗୋଟିଏ ଆଲଫାବେଟ୍ ବି ଚେଞ୍ଜ କରାହେଇଛି, ତାହେଲେ ତାର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବା କଥା। ଆଜ୍ଞା, ବିଜେଡି ଗଭର୍ଣ୍ଣମେଣ୍ଟ ତ ଟୋଟାଲ କନସ୍ପିରେସି। ମୋତେ ଗୋଟିଏ ହତ୍ୟାକାଣ୍ଡରେ ସମ୍ପୃକ୍ତ କରାହେଇଛି। ମୁଁ ଯେଉଁ ଲୋକ ମରିଛି ତାକୁ ଦେଖିବି ନାହିଁ। ଏବଂ ସେ ସମୟର ଯେ ଭୀମସାରର ଡାଇରେକ୍ଟର ଅଛନ୍ତି, ସେ କହୁଛନ୍ତି ସେ ସମ୍ପୂର୍ଣ୍ଣ ଭାବରେ ଠିକ୍ ଥିଲା। ତାର ମୁଣ୍ଡରେ କେବଳ ଗୋଟିଏ ଆଘାତ ଥିଲା, ଷ୍ଟିଚ୍ ହେବା ଭଳିଆ ଅବସ୍ଥାରେ ନଥିଲା। ତାକୁ କଟକ ସିଫ୍ଟ କରିକରି ତାକୁ କେମିତି କ'ଣ କଲେ, ତା ଉପରେ ବି ତଦନ୍ତ ହେବା କଥା ନା। ତ ତାଙ୍କର ବିଜେଡି ଗଭର୍ଣ୍ଣମେଣ୍ଟର ସବୁ କଥା ଦେଖନ୍ତୁ, ଗୋବିନ୍ଦ ସାହୁର ହତ୍ୟାକାଣ୍ଡ, ମାହାଙ୍ଗା ହତ୍ୟାକାଣ୍ଡ, ଏ ସବୁ ଗୁଡ଼ାକ ଗୋଟେ କନସ୍ପିରେସି ଭଳିଆ ଲାଗେ।
ସବୁଗୁଡ଼ାକ ତାଙ୍କର ନବଦାସ ହତ୍ୟାକାଣ୍ଡ ଏଇଟା ସମ୍ପୂର୍ଣ୍ଣ ଭାବରେ ଗୋଟେ ଇଏ ଗୋଟେ ମାନେ ଏଇଟା ଗୋଟେ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଯାଏ। ତ ଏଇଟା ଏମାନଙ୍କର ସବୁବେଳେ ମାନେ ଏ ପ୍ରକାର କରିକି ଆସିଥିଲେ ନା। ଆଜି ଗୋଟେ ନୂଆ କଥା ଏମାନଙ୍କ ପାଇଁ ନୁହେଁ।